ଜୟ ଜଗନ୍ନାଥ। ଆଜି ଗାଁକୁ ଆସିଛି ଆଉ 6 ମାସ ପରେ ବୋଧେ ଗାଁକୁ ଆସିଲି। ମୁଁ ନିଜ ଘରକୁ ଆସିଛି। ପଖାଳ ଦେଖୁଛନ୍ତି, ପଖାଳ ମୁଁ ଖାଉଛି। ଏସବୁ ପଖାଳ ଆମର ଦେଶୀ ପଖାଳ। ବୋଉ କହିଲା ପଖାଳ ବୋଉ ଯୋଡ଼େ ଖା, ବହୁତ ଦିନ ପରେ ତୁ ଆସିଛୁ, ପଖାଳ ଯୋଡ଼େ ଖା। ମୁଁ କହିଲି ହଉ ଦେ ପଖାଳ ଦେ, ଖାଇଲୁ। ପଖାଳ ଖାଇବାଟା ଗୋଟେ ଅଲଗା ମଜା ଆସେ। ସକାଳୁ ସକାଳୁ ପଖାଳ, ବାଇଗଣ ଭଜା ଆଉ ଆଳୁ ଭଜା। ବାଇରୁ ବୋଉ ଆଣିଲା ଲଙ୍କା, ତୋଳିକି ଆଣିଛି ଲଙ୍କା, ଧାନୁଆ ଲଙ୍କା, ପ୍ରବଳ ମାନେ ରାଗ, ମାନେ ପ୍ରବଳ। ଗାଁ ପଖାଳ ଟିକେ ଅଲଗା। ଆମ ପାଣି ହେଉଛି ପୁରା କଞ୍ଜଳ ପାଣି। ପାଣିଟା କ'ଣ କି ଆମର ମାନେ ପୁରା ପଇଡ଼ ପାଣି। ଆମର ନଡ଼ିଆ ଗଛ ତ ଭର୍ତ୍ତି ହେଇଛି, ନଡ଼ିଆ ଗଛ ବାଇରେ। ଆଉ ଏଠି ବହୁତ ହେଇଛି ପନିର ଗଛ। ମୁଁ ବେଶୀ ଖାଇପାରିବିନି ବୋଲି ବେଶୀ କମ୍ ମଗେଇଛି ପଖାଳ। ଧାନୁଆ ଲଙ୍କା ଯୋଡ଼େ ବୋଉ ଆଣିଲା, ସେ ଲଙ୍କା ଏତେ ରାଗ ବାବୁ, ପ୍ରବଳ ରାଗ। ଆଉ ଗାଁ ପଖାଳ ଟିକେ ବାସ୍ନା ହେଉଛି ଅଲଗା। ମୁଁ ଭୁବନେଶ୍ୱର ଖାଉଛି, ମୋତେ ଏତେ ବାଗ ଲାଗୁନି ପଖାଳ, କିନ୍ତୁ ଗାଁ ପଖାଳ ଟିକେ ଅଲଗା। ବୋଉ ମୋର କ'ଣ କରୁଛି ଏପଟେ ଆସିଲାଣି। ମାଣ ଧୁଆ ହବ ତ, ସେଇଥିପାଇଁ ସେ